ପରିଚୟ ଦେବେ। ମୋ ନାଁ ହେଲା ପ୍ରତାପରୁଦ୍ର ପଣ୍ଡା। ମୁଁ ଭାରତୀୟ ଜନତା ପାର୍ଟିର ପୁରାତନ ଅର୍ଗାନାଇଜେସନ୍ ସେକ୍ରେଟାରୀ BMSର ଥିଲି, ଆଉ ମଣ୍ଡଳ ସେକ୍ରେଟାରୀ ବି ଥିଲି, ଜିଲ୍ଲାର ବି ଥିଲି। ଆଜି ପୁନର୍ବାର ନିର୍ବାଚିତ ହେଲେ ଅପ୍ରଯୋଜିତ ଭାବେ ମନମୋହନ ସାମଲ ବିଜେପିର ସଭାପତି ଦାୟିତ୍ୱ ପୁଣି ଆଉଥରେ ନେଇଛନ୍ତି, କ'ଣ କହିବେ? ଏଇଟା ତ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଆମର ନରେନ୍ଦ୍ର ମୋଦିଙ୍କୁ ଦିଆଯିବ ଏଇଟା ଶ୍ରେୟ। କାରଣ ମନମୋହନ ସାମଲଙ୍କ ଯୋଗୁରୁ ତୃତୀୟ ଥର ପାଇଁକା ପ୍ରଧାନମନ୍ତ୍ରୀ ପଦରେ ଅଭିଷିତ ହୋଇପାରିଲେ ସେ ହେଲେ ନରେନ୍ଦ୍ର ମୋଦି ଭାଇ। କାରଣ ଓଡ଼ିଶାର 20ଟି ଯେଉଁ ଲୋକସଭା ଆସନ 21ରୁ 20ଟି ଆମର ଦିଆଯାଇଛି। ତାପରେ ମନମୋହନ ସାମଲଙ୍କର ଯେଉଁ ନେତୃତ୍ୱ ଅତ୍ୟନ୍ତ ଶୋଭନୀୟ, ଅତ୍ୟନ୍ତ ସରଳ, ଅତ୍ୟନ୍ତ ବିଶ୍ୱାସଭାଜନ। ସେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଭଲ ପାଆନ୍ତି। ଦଳଟାକୁ କେମିତି ସୁଚାରୁ ରୂପରେ ନିଅନ୍ତି, ଯେତେ ଇନବାଲାନ୍ସ ହଉ ସବୁ ବାଲାନ୍ସ କରି ନିଅନ୍ତି। କେବେ ରାଗନ୍ତି ନାହିଁ, କେବେ ଦଳ ବିରୋଧୀ କଥା କୁହନ୍ତି ନାହିଁ, ଦଳ ଉପରେ ରିଜିଡି ହୁଅନ୍ତି ନାହିଁ। କିଭଳି ଏହିସବୁ ବିଶ୍ୱସ୍ତନୀୟକୁ ଦେଖିକିରି ତାଙ୍କୁ ପୁନର୍ବାର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ପୁଣି ସଭାପତିରେ ଘୋଷିତ କଲେ। ଆଉ ସବୁ ରାଜ୍ୟବାସୀ ବି ଆମମାନେ ସମସ୍ତେ ଖୁସି। କାରଣ ମନମୋହନ ସାମଲ ଗୋଟିଏ ଲୋକ ଯିଏ ରାଜ୍ୟର ସଭାପତିର ପରିଚାଳନା କରି ସେ ବିଜେଡ଼ିର 115ଟି ଆସନ ପାଇଥିବା ବିଜେଡ଼ି ଯେଉଁ ଗର୍ବ ଅହଙ୍କାର ସେ ଫାଟି ପଡ଼ିଥିଲା, ଯେଉଁଭଳି ପ୍ରକାରରେ ତାଙ୍କର ନିର୍ଯାତନା ଲୋକଙ୍କ ଉପରେ ଥିଲା, ସାଧାରଣ ଜନତାଙ୍କ ବିଶ୍ୱାସ ଭାଜନ ବିଜେପି ସରକାରରେ ମନମୋହନ ସାମଲ ଆଣିଲେ। ଆଗାମୀ ଦିନ ପାଇଁ କ'ଣ ବିଜେପି ରଣନୀତି? ଆଗାମୀ ଦିନ ପାଇଁକା ବିଜେପିର ରଣନୀତି ରହିବ ପଞ୍ଚାୟତ ସ୍ତରରେ ବିଜେପି କେମିତି ଭଲ କାମ କରିବ, ସାଧାରଣ ଜନତା ଗରିବଠୁ ଗରିବ ଜନତାର କେମିତି ଅଧିକା ସୁବିଧା ପାଇବ, କ'ଣ ଗ୍ରାମାଞ୍ଚଳରେ ଅସୁବିଧା ଅଛି ସେଟାକୁ ସମସ୍ୟା ସମାଧାନ କରିବ। ଆଉ କାର୍ଯ୍ୟକର୍ତ୍ତାଙ୍କ ଭିତରେ ଯେଉଁ ଅସନ୍ତୁଷ୍ଟ ଅଛି, ଯେଉଁମାନେ ସେମାନଙ୍କୁ ନେଇକରି କ'ଣ ପୁରାତନ କାର୍ଯ୍ୟକର୍ତ୍ତା ଅଛନ୍ତି, ବହୁ ଦିନ ହେଲେଣି ସେମାନେ ପାର୍ଟି ପାଇଁ କାମ କରିଅଛନ୍ତି, ସେମାନଙ୍କ ପାଇଁକା ସେ ଗୋଟେ ଭଲ ପଦପଦବୀ ଭଲ ମନ୍ଦ ଦେଇକରି ତାଙ୍କୁ ସନ୍ତୁଷ୍ଟ କରିକିରି ବିଜେପିଟାକୁ ଆଗକୁ ନେବେ।